नमस्कार धर्मप्रेमी बंधु माने प्रकाश ज्ञान टीवी तरफ नुआ अध्याय पुणी थे स्वागत। आज आम जाना ब्रह्मा विष्णु महेश्वर मध्य श्रेष्ठ किए। सृष्टिकर्ता ब्रह्मा, पालनकर्ता विष्णु, लयकर्ता महेश्वर, किंतु श्रेष्ठ किए शास्त्र कौन कहे जानिबाकू एही वीडियो पूरा देखंतु। किंतु ताहा पूर्व समस्त को अनुरोध वीडियो को गोटे गोटे छोटिया लाइक करंतु एवं सब्सक्राइब करंतु। आपणकर लाइक एवं सब्सक्राइब आम पाई मूल्यवान। पुराणर समस्त कथा गल्प और तत्व को भल भावे बुझिले एक गभीर सत्य सामना को आसे। ब्रह्मा विष्णु और महेश्वर मध्य किए श्रेष्ठ बोली प्रश्न मनुष्य मनर तुलनार जन्म नहीं। किंतु पौराणिक धर्म कहे ଯେଉଁଠାରେ ତୁଳନା ଅଛି ସେଠାରେ ସମ୍ପୂର୍ଣ୍ଣ ସତ୍ୟ ଧରା ପଡ଼େ ନାହିଁ। ବ୍ରହ୍ମା ସୃଷ୍ଟିକର୍ତ୍ତା, ସେ ନଥାଏ ଯଦି ଏହି ସଂସାର ଆରମ୍ଭ ହୋଇନଥାନ୍ତା। ତେଣୁ ସୃଷ୍ଟିର ଦୃଷ୍ଟିରୁ ବ୍ରହ୍ମା ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ସୃଷ୍ଟି ହେଲେ ମାତ୍ର ସଂସାର ଚାଲିପାରେ ନାହିଁ। ସୃଷ୍ଟିକୁ ପାଳନ କରିବା ପାଇଁ ଅନ୍ୟ ଶକ୍ତି ଦରକାର। ସେହି ଶକ୍ତି ହେଉଛନ୍ତି ଭଗବାନ ବିଷ୍ଣୁ। ସେ ସଂସାରର ରକ୍ଷକ, ପାଳକ ଓ କରୁଣାମୟ ଦେବତା। ଯେଉଁଠାରେ ଧର୍ମ କମିଯାଏ ସେଠାରେ ବିଷ୍ଣୁ ଅବତାର ନେଇ ସଂସାରକୁ ବଞ୍ଚାନ୍ତି। ତେଣୁ ପାଳନ ଓ ରକ୍ଷାର ଦୃଷ୍ଟିରୁ ବିଷ୍ଣୁ ମହାନ। କିନ୍ତୁ ପୁରାଣ କହେ ସୃଷ୍ଟି ଓ ପାଳନ ସଦାସର୍ବଦା ଚାଲିପାରେ ନାହିଁ। ସମୟ ଆସିଲେ ପୁରୁଣାକୁ ଲୟ କରି ନୂଆକୁ ସ୍ଥାନ ଦେବା ଦରକାର। ସେହି ଲୟକର୍ତ୍ତା ହେଉଛନ୍ତି ଭଗବାନ ମହେଶ୍ୱର। ସେ ସଂହାର କରନ୍ତି କିନ୍ତୁ କ୍ରୋଧରୁ ନୁହେଁ, ସମତୁଳନ ପାଇଁ। ଏହି ତିନୋଟି କାର୍ଯ୍ୟ ସୃଷ୍ଟି, ପାଳନ ଓ ଲୟ ମଧ୍ୟରୁ ଗୋଟିଏକୁ ମଧ୍ୟ ଅଲଗା କରିହେବ ନାହିଁ। ଯେପରି ଜନ୍ମ, ଜୀବନ ଓ ମୃତ୍ୟୁ ତିନୋଟି ମିଶି ହିଁ ଜୀବନର ସମ୍ପୂର୍ଣ୍ଣତା, ସେହିପରି ବ୍ରହ୍ମା ବିଷ୍ଣୁ ମହେଶ୍ୱର ମିଶି ହିଁ ପରମ ତତ୍ତ୍ୱ। ପୁରାଣରେ ବାରମ୍ବାର ଦେଖାଯାଏ ବିଷ୍ଣୁ ଶିବଙ୍କୁ ପୂଜା କରୁଛନ୍ତି, ଆଉ ଶିବ ବିଷ୍ଣୁଙ୍କୁ ନାରାୟଣ ବୋଲି ସମ୍ମାନ କରୁଛନ୍ତି। କେଉଁଠି ବ୍ରହ୍ମା ଶିବଙ୍କୁ ଆଦିଗୁରୁ ଭାବେ ମାନୁଛନ୍ତି, ଆଉ କେଉଁଠି ବ୍ରହ୍ମା ବିଷ୍ଣୁଙ୍କ ଆଶ୍ରୟରୁ ଜନ୍ମ ନେଉଛନ୍ତି। ଏହା ସବୁ ପ୍ରମାଣ କରେ ଯେ ଶ୍ରେଷ୍ଠତା ତୁଳନାରେ ନୁହେଁ, ଏକତାରେ ଅଛି। ଶାସ୍ତ୍ର ଏହା ମଧ୍ୟ କହେ ଯିଏ ଶିବକୁ ବିଷ୍ଣୁଠାରୁ ଅଲଗା ଭାବେ ଦେଖେ ସେ ସତ୍ୟକୁ ପୁରା ବୁଝିପାରେ ନାହିଁ। ଯିଏ ବିଷ୍ଣୁକୁ ଶିବଠାରୁ ଅଲଗା କରେ ସେ ମଧ୍ୟ ଅଧୁରା ଜ୍ଞାନରେ ଅଟକି ରହିଯାଏ। ଏହି କଥା ହରିହର ଏକ ତତ୍ତ୍ୱକୁ ସ୍ପଷ୍ଟ କରେ। ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ପଚାରିବା ଠିକ୍ ନୁହେଁ। ସଠିକ୍ ପ୍ରଶ୍ନ ହେଉଛି ଏହି ତିନି ଜଣ ମିଶି କିପରି ସଂସାରକୁ ଚଳାଉଛନ୍ତି। ଏହି ତିନି ହେଉଛନ୍ତି ଏକ ସତ୍ତାର ତିନୋଟି ମୁହଁ। କେହି କହନ୍ତି ସୃଷ୍ଟିକର୍ତ୍ତା ହେବାରୁ ବ୍ରହ୍ମା ଶ୍ରେଷ୍ଠ, କେହି କହନ୍ତି ସମସ୍ତଙ୍କୁ ରକ୍ଷା କରୁଥିବାରୁ ବିଷ୍ଣୁ ସର୍ବୋଚ୍ଚ, ଆଉ କେହି କହନ୍ତି ମୃତ୍ୟୁ ଓ ମୋକ୍ଷର ଦେବତା ମହେଶ୍ୱର ସବୁଠାରୁ ମହାନ। କିନ୍ତୁ ପୁରାଣ ଏହି ପ୍ରଶ୍ନର ଉତ୍ତର କାହାଣୀ ମାଧ୍ୟମରେ ଦିଆଯାଇଛି। ଲିଙ୍ଗ ପୁରାଣ ଓ ଶିବ ପୁରାଣରେ ଏକ ପ୍ରସିଦ୍ଧ କଥା ମିଳେ। ଗୋଟିଏ ସମୟରେ ବ୍ରହ୍ମା ଓ ବିଷ୍ଣୁଙ୍କ ମଧ୍ୟରେ ଅହଙ୍କାର ଜନ୍ମ ନେଲା। ବ୍ରହ୍ମା ଭାବିଲେ ମୁଁ ଯଦି ନଥାଏ ସୃଷ୍ଟି ହୋଇଥାନ୍ତା କେମିତି, ତେଣୁ ମୁଁ ସର୍ବୋଚ୍ଚ। ବିଷ୍ଣୁ ଭାବିଲେ ମୁଁ ନଥାଏ ଯଦି ସୃଷ୍ଟି ଧ୍ୱଂସ ହୋଇଯାଏ, ତେଣୁ ମୁଁ ଶ୍ରେଷ୍ଠ। ଏହି ଅହଙ୍କାର ଦେବତାମାନଙ୍କୁ ମଧ୍ୟ ଛାଡ଼ିଲା ନାହିଁ। ସେହି ସମୟରେ ହଠାତ୍ ଏକ ଭୟଙ୍କର ଅଗ୍ନିସ୍ତମ୍ଭ ଆକାଶରୁ ପୃଥିବୀ ପର୍ଯ୍ୟନ୍ତ ପ୍ରକଟ ହେଲା। ସେହି ଅଗ୍ନିସ୍ତମ୍ଭର ନା ଆରମ୍ଭ ଦେଖାଯାଉଥିଲା ନା ଶେଷ। ସମଗ୍ର ବ୍ରହ୍ମାଣ୍ଡ କମ୍ପି ଉଠିଲା। ତାପରେ ଦିବ୍ୟ ଆକାଶବାଣୀ ହେଲା, ଯିଏ ଏହି ଅଗ୍ନିସ୍ତମ୍ଭର ଆଦି କିମ୍ବା ଅନ୍ତ ଖୋଜିପାରିବ ସେହି ହେଉଛି ସର୍ବୋଚ୍ଚ। ବ୍ରହ୍ମା ଅଂଶରୂପ ଧାରଣ କରି ଉପରକୁ ଉଡ଼ିଗଲେ। ସେ ହଜାର ହଜାର ବର୍ଷ ଧରି ଆକାଶରେ ଖୋଜିଲେ କିନ୍ତୁ ଅଗ୍ନିସ୍ତମ୍ଭର ଆରମ୍ଭ ପାଇଲେ ନାହିଁ। ମିଥ୍ୟାକୁ ଆଶ୍ରୟ କରି ସେ କହିଲେ ଯେ ସେ ଶେଷ ଦେଖିଛନ୍ତି। ଏହି ମିଥ୍ୟା ତାଙ୍କ ମହିମାକୁ କମାଇ ଦେଲା ବୋଲି ପୁରାଣ କହେ। ବିଷ୍ଣୁ ବରାହ ଅବତାର ନେଇ ପୃଥିବୀର ଗଭୀରତମ ସ୍ଥାନକୁ ଗଲେ। ସେ ମଧ୍ୟ ଅନେକ ସମୟ ପର୍ଯ୍ୟନ୍ତ ଖୋଜିଲେ କିନ୍ତୁ ଅଗ୍ନିସ୍ତମ୍ଭର ଅନ୍ତ ମିଳିଲା ନାହିଁ। ସତ୍ୟବାଦୀ ବିଷ୍ଣୁ ଫେରି ଆସି କହିଲେ ମୁଁ ଏହାର ଶେଷ ଖୋଜିପାରିଲି ନାହିଁ। ସେହି ସତ୍ୟବାଦିତା ତାଙ୍କ ମହାନତାକୁ ପ୍ରକାଶ କଲା। ସେହି ମୁହୂର୍ତ୍ତରେ ଅଗ୍ନିସ୍ତମ୍ଭରୁ ଭଗବାନ ମହେଶ୍ୱର ପ୍ରକଟ ହେଲେ। ସେ କହିଲେ ମୁଁ ଆଦି ମଧ୍ୟ ନୁହେଁ କିମ୍ବା ଅନ୍ତ ମଧ୍ୟ ନୁହେଁ, ମୁଁ ହେଉଛି ଅନାଦି ଓ ଅନନ୍ତ। ଏହାଦ୍ୱାରା ସେ ବୁଝାଇ ଦେଲେ ଯେ ଶ୍ରେଷ୍ଠତା ଅହଙ୍କାରରେ ନୁହେଁ, ତତ୍ତ୍ୱ ବୁଝିବାର ଅଛି। ଏହି କଥାରୁ ଗଭୀର ଅର୍ଥ ହେଉଛି ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର ଅଲଗା ନୁହେଁ, ସେମାନେ ଏକ ସତ୍ତାର ଭିନ୍ନ ଭିନ୍ନ କାର୍ଯ୍ୟ ରୂପ। ଯେପରି ମଣିଷ ମୁଣ୍ଡ, ହୃଦୟ ଓ ଶ୍ୱାସ ଅଲଗା ହୋଇଥିଲେ ମଧ୍ୟ ଏକାଠି ହେଲେ ଜୀବନ ଚାଲିଥାଏ, ସେହିପରି ତ୍ରିମୂର୍ତ୍ତି ମଧ୍ୟ ଏକାଠି ହେଲେ ହିଁ ସଂସାର ଚାଲିଥାଏ। ତେଣୁ ପୌରାଣିକ ନିଷ୍କର୍ଷ ହେଉଛି ବ୍ରହ୍ମା ବିଷ୍ଣୁ ଓ
ଓ ମହେଶ୍ୱରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ପଚାରିବା ଠିକ୍ ନୁହେଁ। ସଠିକ୍ ପ୍ରଶ୍ନ ହେଉଛି ଏହି ତିନି ଜଣ ମିଶି କିପରି ସଂସାରକୁ ଚଳାଉଛନ୍ତି। ଏହି ତିନି ହେଉଛନ୍ତି ଏକ ସତ୍ତାର ତିନୋଟି ମୁହଁ। ଏହି କଥାରୁ ମନୁଷ୍ୟ ପାଇଁ ଶିକ୍ଷା ହେଉଛି ଅହଙ୍କାର ଛାଡ଼, ତୁଳନା ଛାଡ଼। ଯେପରି ବ୍ରହ୍ମା ଅହଙ୍କାର କରି ଅବମାନିତ ହେଲେ ଓ ବିଷ୍ଣୁ ସତ୍ୟ କହି ମହାନ ହେଲେ, ସେହିପରି ଜୀବନରେ ମଧ୍ୟ ନମ୍ରତା ହିଁ ସର୍ବଶ୍ରେଷ୍ଠ ଗୁଣ। ଶିବ ନଥିଲେ ଲୟ ନାହିଁ, ବିଷ୍ଣୁ ନଥିଲେ ପାଳନ ନାହିଁ, ବ୍ରହ୍ମା ନଥିଲେ ସୃଷ୍ଟି ନାହିଁ। ତେଣୁ ଶ୍ରେଷ୍ଠ କିଏ? ଶ୍ରେଷ୍ଠ ହେଉଛି ସେହି ପରମ ତତ୍ତ୍ୱ ଯାହା ଏହି ତିନିରେ ଏକାଠି ବସିଛି। ପ୍ରିୟ ଦର୍ଶକମାନେ, ପୁରାଣ ଆମକୁ ଏହି ଶିକ୍ଷା ଦେଉଛି ଯେ ଶ୍ରେଷ୍ଠତା ତୁଳନାରେ ନୁହେଁ, ସମତୁଳନରେ ଅଛି। ବ୍ରହ୍ମା ସୃଷ୍ଟି, ବିଷ୍ଣୁ ପାଳନ ଓ ମହେଶ୍ୱର ଲୟ, ଏହି ତିନି ମିଶି ହିଁ ପରମ ସତ୍ୟ। ଯଦି ଏହି ପୌରାଣିକ ସତ୍ୟ ଆପଣଙ୍କୁ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ହରିହର ଲେଖନ୍ତୁ। ଓಂ ନମଃ ଶିବାୟ।